ସମସ୍ତଙ୍କୁ ମୋର ସାଦର ନମସ୍କାର। ମୁଁ ଟି ଜଗଦୀଶ୍ୱରୀ ଆଜି ଆପଣଙ୍କ ପାଇଁ ଏକ କବିତା ପରିବେଷଣ କରିବାକୁ ଯାଉଛି। କବିତାର ଶୀର୍ଷକ ପ୍ରତିଶ୍ରୁତି। ମା, ଶିଶୁ କନ୍ୟାର ଭ୍ରୂଣଟିଏ ବୋଲି କର ନାହିଁ ମୋତେ ଘୃଣା, ଫେରାଇ ନିଅ ନାହିଁ ତୁମ ପଣତ କାନି, ହୁଅ ନାହିଁ ବାଟବଣା। ମା ନାମ ସିନା ତୁଣ୍ଡେ ଦିଏ ଅମୃତ, ମା ନାମ ସିନା ତୁଣ୍ଡେ ଦିଏ ଅମୃତ, ଧରି ନିଅ କୋଳେ ବଢ଼ାଉଛି ହାତ। ଚାଲିବାକୁ ଚାହେଁ ଏ ଧରିତ୍ରୀ କୋଳରେ ମୋର ଦୁଇଟି କଅଁଳ ପାଦ, ଦେଖିବାକୁ ଚାହେଁ ଏ ସଂସାରର ରୂପ, ଚାଖିବାକୁ ଚାହେଁ ଜୀବନର ସ୍ୱାଦ। ବଂଶ ବଂଶ କହି କହି ବଂଶ ବଂଶ କହି କହି ଏ ସମାଜ କରିଦେଇଛି ମୋତେ ସାପ, ଆଉ ସାଜିଛି ନିଜେ ନେଉଳ। ଚାଲିଛି ଜୀବନ ମୃତ୍ୟୁର ଖେଳ, ଦୈବ ଦେଖୁଛି ନୀରବ ରହୁଛି, କେଜାଣି କେବେ ଆସି ପହଞ୍ଚିଯିବ ମୋ ମୃତ୍ୟୁର ବେଳ। ହେଲେ ମା, ତୋ କୋଳ ପରା ଦେଉଳ, ପଣତ କାନି ଆଡ଼େଇ ନେଇ କରନା ମୋତେ ବସନ୍ତ ବିହୀନ ବଉଳ। ଇତିହାସର ମୃଦୁ ପଟାଳିକୁ ନିଜେ ଥରେ ପରଖି ଦେଖ, କେତେ ବୀରାଙ୍ଗନାଙ୍କ ରକ୍ତ ସୁଅରେ ହସୁଛି ଆଜି ଏ ଦେଶର ସୁଖ। ହୁଏତ ମୁଁ ସେଇ ଲକ୍ଷ୍ମୀବାଇ, ହୁଏତ ମୁଁ ସେଇ ଇନ୍ଦିରା, ହୁଏତ ମୁଁ ସେଇ କଳ୍ପନା ସୁନିତା, ହୁଏତ ମୁଁ ସେଇ ଗାର୍ଗୀ ଲୋପାମୁଦ୍ରା। ମା, ଦେଇଦିଅ ମୋତେ ପ୍ରତିଶ୍ରୁତିଟିଏ, କରିବ ନାହିଁ ନିଜଠୁ ଦୂର। ନାରୀ ଜାତିର ଗୌରବ ରଖିବ ତୁମେ, ମୋ ପରିଚୟର ହେବ ଆଧାର। ହଁ, ମୁଁ ଶିଶୁ କନ୍ୟାର ଭ୍ରୂଣଟିଏ, ଏହି ସତ୍ୟକୁ ତୁମେ କର ସ୍ୱୀକାର, ଏହି ସତ୍ୟକୁ ତୁମେ କର ସ୍ୱୀକାର। ଧନ୍ୟବାଦ।